ଆପଣମାନେ ଶୁଣୁଛନ୍ତି ବଧୂ ନିରୁପମା। ଆଜି ଆମେ ତାହାର ତୃତୀୟ ଭାଗ ଶୁଣିବା। ୱାଇଫ୍ ଶବ୍ଦଟା ଉଚ୍ଚାରଣ କଲାବେଳେ ରମା ନୂଆବୋଉଙ୍କ ସମ୍ପ୍ରସାରିତ ଓଠର ଉପକୂଳରେ ଯେଉଁ ତାଚ୍ଛଲ୍ୟର ତରଙ୍ଗ ଉଦ୍ବେଳିତ ହୋଇ ଉଠିଥିଲା, ତାହା ନିର୍ମଳର ଆତଙ୍କିତ ହୃଦୟ ବେଳାରେ ଖୁବ୍ ଜୋରରେ ଆଘାତ କଲା। ଅନେକ କିଛି କହିବ ବୋଲି ଭାବୁଥିଲେ ବି ସେ ନିଜେ ଇଚ୍ଛାଟାକୁ ଚାପି ନେଲା ମନେ ମନେ। ରମା ନୂଆବୋଉ ବୋହୂ ଦେଖିବାକୁ ରୋଷେଇ ଘର ଆଡ଼କୁ ଗୋଡ଼ ବଢ଼ାଇଲେ। ପଛେ ପଛେ ନଣନ୍ଦ ଠୁକୁରୀ। ବୋହୂ ହେବାର ଅଭିନୟ କରିବା ଲାଗି ପ୍ରସ୍ତୁତ ହେଲା ନିରୁପମା। ଓଢ଼ଣୀଟିକୁ ଆଉ ଟିକିଏ ଲମ୍ବ କରି ଟାଣିନେଲା ମୁଣ୍ଡ ଉପରକୁ। ମୁଣ୍ଡ ଦେଖାଇବାକୁ କହିଲେ ଆଖି ବୁଜି କେମିତି ମୁହଁ ଦେଖାଇବ, ସେଥିପାଇଁ ମଧ୍ୟ ସେ ଥରେ ଅଭିନୟ କରିନେଲା। ଆଚାର୍ଯ୍ୟ ପରିବାରର ବୋହୂ ସେ, କଲ୍ୟାଣମୟୀ ମମତାମୟୀ ବଧୂ। ତା ମୁହଁରେ ଚାଞ୍ଚଲ୍ୟ ଉତ୍ତେଜନା ଶୋଭା ପାଏ ନାହିଁ। ପାହାନ୍ତାର ଆଲୋକ ଭଳି ସେ ସ୍ନିଗ୍ଧା, ପୃଥିବୀ ଭଳି ସେ ସହନଶୀଳା, ଆକାଶ ଭଳି ସେ ଉଦାର ହୃଦୟା। ଏ କଥା ପ୍ରତି ତାର କାମ ପ୍ରତି ପ୍ରକାଶ ଭଙ୍ଗୀରେ ସେ ପ୍ରକାଶ କରିବା ଉଚିତ। ରମା ନୂଆବୋଉ ପାଖକୁ ଆସିଲେ। ନିରୁପମାକୁ ଲକ୍ଷ୍ୟ କରି କହିଲେ, ଆରେ ଆମ ବିଏ ପଢ଼ା ବୋହୂ କ'ଣ ମାଣ ବସିଲା ପରି ଗୋଡ଼ାଗୋଡ଼ି ହୋଇ ବସିଛନ୍ତି? ନାନୀ ବଣହରିଣୀକୁ ତମେ ଆଣି ଏମିତି ଜନ୍ତାରେ ପୂରାଇ ରଖିଛ। ଭଲ ଭଲ, ଏ ତ ଆଚାର୍ଯ୍ୟ ଘରର ଚଳଣି। ହେଲେ ଏ ବଣରେ ଉଡ଼ା ଚଢ଼େଇକି କେଇଦିନ ପିଞ୍ଜରାରେ ଅଟକାଇ ରଖିପାରିବ? ଠୁକୁରୀ ସେତେବେଳକୁ ଯାଇ ନିରୁପମାର ପିଠିରେ ଲଦି ହୋଇ ପଡ଼ିଥିଲା। ହିସାବରେ ଛୋଟ ନଣନ୍ଦ, ଅଡ଼ୁଆ ଲାଗୁଥିଲେ ବି ମୁହଁ ଖୋଲି କିଛି କହି ହେଉ ନାହିଁ। ରମା ନୂଆବୋଉଙ୍କ କଥାଗୁଡ଼ାକ କଣ୍ଟା ଭଳି ଫୋଡ଼ି ହୋଇଯାଉଛି। ସେଥିରେ ପୁଣି ବୋହୂ ଦେଖା ଅଭିନୟ ଆରମ୍ଭ ହୋଇନାହିଁ। ମଞ୍ଚର ପରଦା ଉଠିବାକୁ କିଛି ଡେରି। ଦେହଯାକ ଝାଳ କଣ୍ଟି ଆସିଲାଣି। ରମା ନୂଆବୋଉ ମୁହଁ ଦେଖିବାକୁ ଓଢ଼ଣା ଟେକିବାକୁ ଆରମ୍ଭ କଲେ। ଠିକ୍ ସେତିକିବେଳେ ଠୁକୁରୀ ବି ନିରୁପମା ପିଠିକୁ ଜୋରରେ ଚିମୁଟି ଧରିଛି। ଭାରି କାଟୁଛି ଠୁକୁରୀର ଚିମୁଟା, କିନ୍ତୁ ପ୍ରତିବାଦ କରିପାରୁନାହିଁ ନିରୁପମା। କଷ୍ଟକୁ ସହି ନେବାକୁ ସେ ଚେଷ୍ଟା କରୁଛି। କାରଣ ସେ ଜାଣେ, ଘର ସଂସାର କରି ବୋହୂ ହୋଇ ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ହେଲେ ଏମିତି କେତେ ଚୁମୁଟାର କଷ୍ଟ ଦେହକୁ ପଥର କରି ସହିବାକୁ ପଡ଼ିବ। କଷ୍ଟ ସହିବାର ସହନଶୀଳତା ନଥିଲେ ଆଉ ଯାହା ହେଇଥାଉ ପଛକେ ବୋହୂ ହୋଇ ହୁଏ ନାହିଁ। ଏ ଚୁମୁଟା ତ ମାତ୍ର ଆରମ୍ଭ ହେଲା। କିନ୍ତୁ ନିରୁପମାର ମନର ଆକଟ ମାନିଲା ନାହିଁ ତାର ଦେହ। କାରଣ ତା ମୁହଁରେ ଫୁଟି ଉଠିଥିବା ଯନ୍ତ୍ରଣାର ଚିହ୍ନକୁ ଲକ୍ଷ୍ୟ କରି ରମା ନୂଆବୋଉ ଚିତ୍କାର କରି ଉଠିଲେ, ଦେଖୁଛ ଦେଖୁଛ ନାନୀ, ତମ ବୋହୂ ମୋତେ କେମିତି ମୁହଁ ମୋଡ଼ୁଛି। ଯେତେ ହେଲେ ହଳୁଆ ବ୍ରାହ୍ମଣ ଘରର ଝିଅ, ସଣ୍ଠଣା ଶିଖିବ କୁଆଡ଼ୁ? ଛି 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 ଛି। ମୁଣ୍ଡର ଓଢ଼ଣା ଛାଡ଼ିଦେଲେ ରମା ନୂଆବୋହୂ। ଠୁକୁରୀ ସେତେବେଳେ ଯାଏ ମଧ୍ୟ ନଖରେ ନିରୁପମାର ପିଠିକୁ ଚିମୁଟି ଧରିଛି। ଓଢ଼ଣା ଉହାଡ଼ରେ ନିରୁପମାର ଆଖିରୁ ଲୁହ ନିଗିଡ଼ି ଆସିଲା। ମନେ ମନେ ନିଜ ଉପରେ ସେ ବିରକ୍ତି ହୋଇ ଉଠିଲା। ନିଜ ଛୋଟ ନଣନ୍ଦର ଏଇ ଟିକିଏ ଥଟ୍ଟା ଚିମୁଟାକୁ ସମ୍ଭାଳି ନ ପାରି ସେ ମୁହଁଟାକୁ ବିକୃତି କଲା କାହିଁକି? କଷ୍ଟ ସହିବାର ପ୍ରଥମ ପରୀକ୍ଷାରେ ସେ ହାରିଗଲା। ଜୀବନର ଲମ୍ବା ବାଟ ପଡ଼ିଛି। ଏହାଠାରୁ ବଳି କେତେ କଷ୍ଟର ପରୀକ୍ଷା ଆସିବ? ସହିବ କେମିତି ଏ ଜୀବନର ଜ୍ୱାଳା? ରମା ନୂଆବୋଉ ପାଉଁଜି ଝମଝମ କରି ନିରୁପମାର ବୋହୂପଣିଆକୁ ଧିକ୍କାର କରି ଦାଣ୍ଡ ପିଣ୍ଡା ତଳକୁ ଓହ୍ଲାଇ ଗଲେଣି। ଶାଶୁ ରାଗରେ ଗରଗର ହେଉଛନ୍ତି। ନିରୁପମାର ଇଚ୍ଛା ହେଉଥିଲା ଛୁଟି ଯାଇ ସେ ରମା ନୂଆବୋଉଙ୍କ ପାଦ ଧରି କ୍ଷମା ମାଗି ନିଅନ୍ତା, ବୁଝାଇ ଦିଅନ୍ତା। ଜାଣି ଜାଣି ସେ ମୁହଁ ମୋଡ଼ି ନାହିଁ, ମୁହଁ ବିକୃତ କରି ନାହିଁ। କିନ୍ତୁ ଅଜ୍ଞାତ ଏକ ସମ୍ମାନବୋଧ ତାର କଣ୍ଠରୋଧ କଲା। ସେ ଜାଣେ ଯେତେ କହିଲେ ବି ତା କଥା କେହି ବିଶ୍ୱାସ କରିବେ ନାହିଁ। ପୁଣି ସେ ପଣ୍ଡା ଘରର ଝିଅ। ନିର୍ମଳ ଆସି ଠିଆ ହେଲା ନିରୁପମା ପାଖରେ। ଆହତ କଣ୍ଠରେ କହିଲା, ଏ ଅଭିନୟ ମୋତେ ଭଲ ଲାଗୁନାହିଁ ନିରୁ। ଗାଁ ଲୋକଙ୍କ ଦେହଜଳା ହାତଶୂଳା କଥା ମୋ କାନକୁ ଭଲ ଶୁଭୁନାହିଁ। ତମେ ଓଢ଼ଣୀ କାଢ଼। ନିର୍ମଳର ହାତକୁ ଚାପି ଧରି ସେ କେବଳ ଛୋଟ ପାଟିରେ କହିଲା, ଛି, ଏମିତି କୁହ ନାହିଁ। ବୋଉ ମନ କଷ୍ଟ କରିବେ। ବୋଉ ମନ କଷ୍ଟ କରିବେ? ଏଇ କଥାଟା କାହିଁକି କେଜାଣି ନିରୁପମା ଏ ଘରେ ବୋହୂ ହୋଇ ପାଦ ଦେଲା ଦିନୁ ମନେ ମନେ ଘଷି ହେଉଛି। ବାପ ଘରୁ ପାଦ କାଢ଼ି ଆସିଲା ଦିନ ବୋଉର ଲୁହ ଡବ ଡବ ଆଖି ଦୁଇଟା ତା ଛାତି ଥରାଇ ଦେଇଥିଲା। ନିଜ ବୋଉ ଆଖିରେ ଲୁହ ଦେଖିବା ନିରୁପମା ପକ୍ଷରେ ସେଦିନ ନୁହାଁ ନୁହେଁ। ଏ ଲୁହ ଅନେକ ଥର ସେ ନିଜ ବୋଉ ଆଖିରେ ଦେଖିଛି। ଝିଅ ବାପଘର ଛାଡ଼ିଲା ବେଳେ ମାର ଆଖିର ସମୁଦ୍ର ଉଦ୍ବେଳିତ ହୋଇ ଉଠିବା ସେ ଅନେକ ଥର ଲକ୍ଷ୍ୟ କରିଛି। ସେ କଥା ବୁଝିବାର ବୟସ ନିରୁପମାର ହୋଇଥିଲା। ତଥାପି ସେଦିନ କାହିଁକି ବୋଉ ଆଖିର ଲୁହ ତା ଆଖିକୁ ବେଶୀ କରୁଣ ମନେ ହୋଇଥିଲା। ପରାଶ ଗଭୀର ହୋଇ ଲାଗିଥିଲା ଛାତିର ଗଭୀର ଗହନ ଅଞ୍ଚଳରେ। ମନେ ହୋଇଥିଲା
ଏ ବିବାହ ହୋଇନଥାନ୍ତା କି? ନିର୍ମଳ ଏପଟୁ ଟାଣୁଥିଲା, ଚାଲି ଆସ, ବେଳ ଡେରି ହେଇଯାଉଛି। ଗୋଟିଏ ପଟେ ବୋଉ, ବାପା, ଭାଇ, ଭଉଣୀ, ପରିବାର ବର୍ଗ ଯେଉଁମାନଙ୍କ ପାଖରେ ଅଳି ଅର୍ଦଳି କରି ସେ ଏଡ଼ୁଟିଏରୁ ଏଡ଼ୁଟିଏ ହୋଇଛି, ଆରପଟେ ସ୍ୱାମୀ ଯାହାଙ୍କ ସହିତ ଅବଶିଷ୍ଟ ଜୀବନ କଟାଇବା ପାଇଁ ସେ ସ୍ଥିର କରିଛି। ଦୁଇ ପଟର ଟଣା ଅଟରା ଚାଲିଛି। ଜଣେ ଟାଣୁଛି ପଛକୁ, ଆଉ ଜଣେ ଆଗକୁ। ଝିଅ ଜୀବନର ଏଇ ସନ୍ଧି ମାହେନ୍ଦ୍ର ବେଳା। ପଛକୁ ଫେରିବାର ବାଟ ନାହିଁ। ଆଗର ରାସ୍ତା ଭଲ ହୋଇ ଦିଶି ବି ଦିଶୁନାହିଁ। ଅନିଶ୍ଚିତତାର କୁହୁଡ଼ିରେ ସେ ଅସ୍ପଷ୍ଟ। ସେ ପଥରେଖା। ବଞ୍ଚିବାକୁ ହେଲେ ଆଗକୁ ପାଦ ବଢ଼ାଇବାକୁ ହିଁ ହେବ। ପଛରେ ଛାଡ଼ି ଆସିଥିବା ବାଟ ଯେତେ କୋମଳ, ଯେତେ ମଧୁର ହେଲେ ବି ତାହାର କିଛି ଆକର୍ଷଣ ନାହିଁ। ନିରୁପମା ନିର୍ମଳର ହାତ ଧରି ଆଗକୁ ଚାଲି ଆସିଥିଲା। ଛାତିର କୋହକୁ ଚାପି ଧରିଥିଲା। ମନର ପରାଶକୁ ଗୋପନ କରି ରଖିଥିଲା। ସେ ଆସିଲା ବେଳେ କିନ୍ତୁ ମନରେ ଗୋଟିଏ ପଣ କରି ଆସିଥିଲା। ସେ ଗୋଟିଏ ବୋଉର ଆଖିରେ ଲୁହ ଭରି ଦେଇ ଯାଉଛି। ଆଉ ଗୋଟିଏ ବୋଉର ଓଠରେ ନିଶ୍ଚୟ ହସର ଦିହୁଡ଼ି ଜାଳିଦେବ। କାରଣ ସେ ବି ଦିନେ ହେବ ବୋଉ। ନିଜର ନୂଆ ସଂସାରକୁ କିପରି ସୁନ୍ଦର କରି ଗଢ଼ିବ, ତାର ମଧୁର ସ୍ୱପ୍ନରେ ମନ ତାର ରଙ୍ଗୀନ ହୋଇ ଉଠିଥିଲା। କଳ୍ପନାର ରଙ୍ଗ ଦେଇ ସେ ନିଜ ବିବର୍ଣ୍ଣ ବର୍ତ୍ତମାନକୁ ବି କରି ବସିଥିଲା ଚିତ୍ର ବିଚିତ୍ର। ଅନେକ ଥର ପ୍ରଶ୍ନିଳ ଦୃଷ୍ଟିରେ ନିର୍ମଳ ଚାହିଁଛି ତା ଆଡ଼କୁ। ପ୍ରଶ୍ନ କରିଛି, ତମେ କ'ଣ ସତରେ ସେ ନିରୋଳା ମଫସଲରେ ଚଳିପାରିବ ନିରୁ? ସେଇ ସାପ ବେଙ୍ଗଙ୍କ ଆଦିମ ଉପତ୍ୟକା, କାଦୁଅ ତେଲୁଣି ପୋକମାନଙ୍କ ନିତ୍ୟ ବାସସ୍ଥଳୀ ସେଇ ପଡ଼ା ଗାଁରେ ତମେ କ'ଣ ସବୁଦିନେ ରହିପାରିବ? ନିର୍ମଳ ମୁହଁକୁ ନିର୍ବୋଧ ଦୃଷ୍ଟିରେ ଚାହିଁ ନିରୁ ଉତ୍ତର ଦେଇଛି, କାହିଁ, ମୁଁ କ'ଣ ମଫସଲରେ ଜନ୍ମ ହୋଇନି? ମଫସଲରେ କ'ଣ ମୋ ଜୀବନର 18 ବର୍ଷର ସୁଦୀର୍ଘ ଅତୀତ କଟିନାହିଁ? ମୁହଁ ଉପରେ ଅଜସ୍ର ଉଚ୍ଛ୍ୱାସରେ ଉଦ୍ବେଳିତ ହୋଇ ଉଠୁଥିବା ହସକୁ ଚାପି ରଖି ନିର୍ମଳ ଆକ୍ଷେପ କରିଛି, 18 ବର୍ଷର ଗ୍ରାମ୍ୟ ଅତୀତକୁ 4 ବର୍ଷର ଏ ସହରୀ ବର୍ତ୍ତମାନ କିପରି ଆତ୍ମସାତ୍ କରିଯାଇଛି। ମଫସଲରେ କିଛି ଦିନ ନ ରହିଲେ ତମେ ମୋଟେ କଳ୍ପନା କରିପାରିବ ନାହିଁ ନିରୁ। ଆଦର୍ଶ ଦୃଷ୍ଟିରୁ ମଫସଲ ଭଲ, ବାସ୍ତବତା ଦିଗରୁ କିନ୍ତୁ ଏଇ ସହର। ଅପମାନର ଆଘାତ ଲାଗିଥିଲା ସେଦିନ ନିରୁପମାର ମନର କୋଣ ଅନୁକୋଣରେ। ନିର୍ମଳ ଯେ ତା କଥାକୁ ବିଶ୍ୱାସ କରୁନି, ତାର ସହନଶୀଳତାକୁ ଶୂନ୍ୟ ଆଦର୍ଶବାଦ ବୋଲି ଉପହାସ କରୁଛି, ସେଇ କଥା ଜାଣିଲା ପରେ ସେ ମନେ ମନେ ସଂକଳ୍ପ କରିଥିଲା, ନିଜ ଆଦର୍ଶରେ ସେ ଅଟଳ ରହିବ। ବାସ୍ତବତା ନାମରେ ସେ ବାଟ ଭୁଲିବ ନାହିଁ। ନିର୍ମଳ ହାତ ଧରି ସେ ଯେଉଁଦିନ ସେ ସହର ଛାଡ଼ି ଏ ମଫସଲକୁ ଆସିବା ପାଇଁ ଜିପ୍ରେ ଉଠିଥିଲା, ନିଜ ଆଦର୍ଶବାଦର ସଂକଳ୍ପ ମନରେ ତାର ସେଦିନ ସହସ୍ର ଗୁଣିତ ହୋଇ ରୂପ ପରିଗ୍ରହ କରିଥିଲା। କିନ୍ତୁ ଗୃହରେ ପ୍ରବେଶ କରିବା ଆଗରୁ ମୁଣ୍ଡରେ ତାର ଚାଳ ବାଜିଲା। ପଣ୍ଡା ଘରର ଝିଅ ବୋଲି ଗୃହରେ ପ୍ରବେଶ କରି ସୁଦ୍ଧା ପାଇଲା ନାହିଁ ସେ ଗୃହିଣୀର ଅଧିକାର। ସେ ଆଜି କେବଳ ନିର୍ମଳର ସ୍ତ୍ରୀ, କିନ୍ତୁ ଆଚାର୍ଯ୍ୟ ପରିବାରର ବଧୂ ନୁହେଁ। ଆକାଶ ପାତାଳ ଅନେକ ଭାବିଛି ନିରୁପମା। ବିବାହ କରିବାକୁ ଜିଦ୍ କରି ନିର୍ମଳକୁ ସେ ଭୁଲ ବାଟରେ ନେଇଛି ବୋଲି ଅନୁତାପ କରିଛି। ପଛକୁ ଫେରିବାର ବାଟ ଖୋଜି ପାଇନାହିଁ। ବଞ୍ଚି ରହିବା ନାରୀ ଜୀବନରେ ଛକ ମାରି ସଂସାର କରି ବଞ୍ଚି ରହିବାର ନୂଆ ବାଟ ଖୋଜି ବାହାର କରିବା ଛଡ଼ା ତାର ଅନ୍ୟ ଉପାୟ ନାହିଁ। ଆଉ ନିରୁପମା ଜାଣେ, ତାର ବଞ୍ଚି ରହିବାର ବାଟ ସବୁବେଳେ ବଙ୍କା। ଜୀବନ ପଥ ତାର ସାପେଇ ସାପେଇ କେତେ କଣ୍ଟା ଝଣ୍ଟା ମାଡ଼ି ଆଗେଇବ। ସହିବା ପାଇଁ ମନରେ ଶକ୍ତି ଦରକାର, ବୋଝ ବୋହିବା ପାଇଁ ମନରେ ଦମ୍ଭ ଦରକାର। ଯେ ଦୁଃଖ କଷ୍ଟ ସହିପାରେ, ଯେ ସଂସାରର ବୋଝ ବୋହିପାରେ, ସେ ହିଁ ତ କେବଳ ବଧୂ। ଶାଶୁ ସେ କାଳର ଲୋକ, ଝଡ଼ି ବଢ଼ି ସହି ସହି ବୁଢ଼ୀ ହେଲେଣି। ତାଙ୍କୁ ଏ କାଳର ନୂଆ ଶ୍ଲୋକ ଶିଖାଇଲେ ସେ ଶିଖିବେ ନାହିଁ। ଶିଖାଇବା ମଧ୍ୟ ବାହାରକୁ ସୁନ୍ଦର ଦିଶିବ ନାହିଁ। ତାଙ୍କୁ ଅଣହେଳା ମଧ୍ୟ କରାଯିବା ଉଚିତ ନୁହେଁ। ବୟସର ଭାରରେ ଅଣ୍ଟା ନଇଁ ପଡ଼ିଲେ ବି ଘରର ଦାଣ୍ଡ କବାଟ ହୋଇ ସେ ଜଗି ବସିଛନ୍ତି। କାହା ପାଇଁ? ଗଲାବେଳେ ସାଙ୍ଗରେ ତ ଆଉ ସେ ଧନ ସମ୍ପତ୍ତି ବୋହି ନେବେ ନାହିଁ। ମହୁମାଛି ଭଳି ସବୁ ସଞ୍ଚିଛନ୍ତି ଆମରି ପାଇଁ। ସେଇ ସଞ୍ଚିବାର ବଡ଼େଇ ତାଙ୍କର ଭାଙ୍ଗି ଲାଭ କ'ଣ? ନିରୁପମା ଭାବେ, ଆଜି ସେ ବୋହୂ ହୋଇଛି, କାଲି ଛୁଆ ପିଲା କୋଳକୁ ଆସିଲେ ସେ ପୁଣି ହେବ ବୋଉ। କିଛି ଦିନ ପରେ ଶାଶୁଙ୍କ ଭଳି ମୁଣ୍ଡ ବାଳ ବି ତାର ଝୋଟ ହେବ। ସେ ହେବ ଆଈ। ସଂସାରରେ ଏ କଥା ସବୁଦିନେ ଲାଗି ରହିଛି। ଚକ ଘୁରୁଛି ବି ତା ସାଙ୍ଗରେ ଅଖ। ସେଇ ଘୁରନ୍ତ ଚକର ଗତିକୁ କେହି ହାତ ଦେଇ ରୋକିପାରିବ ନାହିଁ। ନିରୁପମାର କଥା ଶୁଣି ମୁହଁ ବୁଲାଏ ନିର୍ମଳ। କହେ, ଆଜିଠୁ ଆଈ ହେବା କଥା ଭାବିଲଣି? ତମେ ବୋଉକୁ ଅଣହେଳା କଲେ ତମ ବୋହୂ କାଳେ ତମକୁ ଅବହେଳା କରିବ, ସେଥିପାଇଁ ଆଜିଠୁ ହାତେ ମାପି ଚାଖଣ୍ଡେ ଚାଲିବା ଅଭ୍ୟାସ କଲଣି? ଧନ୍ୟ ତମେ ନାରୀ। ନିରୁପମା ମୁହଁରେ ହସ ଚହଟାଏ। କହେ, ତମେ ପୁରୁଷ,
ତମର ଆଗପଛ ନାହିଁ। ବାହାରେ ତମ ଜୀବନର କର୍ମକ୍ଷେତ୍ର। ଘର ଭିତର କଥାରେ ମୁଣ୍ଡ ପୁରାଅ ନାହିଁ। ଘର ଘରଣୀର କାମ। ତମେ ତ ଦୂର ପ୍ରବାସୀ ପାନ୍ଥ। ଦିନ କେତୋଟି ବର୍ଷକେ ଛୁଟି ମିଳିଲେ ଆସି ଅତିଥି ହେବ ଏ ଘରେ। ଛୁଟି ପରିଲେ ପୁଣି ଉଡ଼ିଯିବ ଦୂର ବିଦେଶକୁ। ତମର ଏତେ ଚିନ୍ତା କାହିଁକି? ନିରୁପମା କଥା ଶୁଣି ଶାନ୍ତ ପିଲାଟି ଭଳି ମୁଣ୍ଡ ତଳକୁ ପୋତେ ନିର୍ମଳ। କହେ, ତମେ ବୋଉର ସେବା କରିବ, ଏ କଥା କ'ଣ ମୁଁ ପୁଅ ହୋଇ ଚାହେଁ ନା? ଚାହେଁ। କିନ୍ତୁ ବୋଉ ଯଦି ଅନ୍ୟାୟ କରେ, ଅଯଥାରେ ତମକୁ ଅପମାନିତ କରେ, ତମେ ତାକୁ ମୁଣ୍ଡ ପୋତି ସହିବାର ଉଚିତ ନୁହେଁ। ନିର୍ମଳର କଥା ଶୁଣି ମନେ ମନେ ହସେ ନିରୁପମା। କହେ, ମା କେବେ ଅପମାନିତ କରିପାରନ୍ତି ନାହିଁ। ତାଙ୍କର କୌଣସି କାମ ଅନ୍ୟାୟ ନୁହେଁ। ସେ ସର୍ବଂସହା ଧରିତ୍ରୀ। ତାଙ୍କୁ ଦୋଷ ଦେବାକୁ ଇଚ୍ଛା ଲାଗୁନି। ସତରେ ଲଜ୍ଜାରେ ନିର୍ମଳର ମୁହଁ ଆରକ୍ତ ହୋଇ ଉଠେ। ସେ ମନେ ମନେ ଭାବେ, ବୋଉ ଏଭଳି ବୋହୂକୁ ଘୃଣା କରୁଛି, ହତାଦାର କରିପାରୁଛି। ଛି ଛି। ତା କଣ୍ଠରୁ ଆଉ କଥା ବାହାରେ ନାହିଁ। ଆପେ ଆପେ ସେ ମୌନ ହୋଇଯାଏ।